ମହାବାତ୍ୟାକୁ ପୁରିଲା 26 ବର୍ଷ। ଏବେ ବି ମନରୁ ଭୟ ଯାଏନି। 29-10 ଅକ୍ଟୋବର ନାଁ ଶୁଣିଲେ ଆତଙ୍କିତ ହୁଏ ମନ, ଛାତିରେ ପଶେ ଛନକା। ଦିନ ସିନା ଯାଇଛି, କିନ୍ତୁ ଏବେ ବି ସେ ଚିହ୍ନ ଲିଭିନି, ଦରଜ ରହିଛି। ଆଉ ସେ କାଳ ରାତିର କରୁଣ କାହାଣୀ ଏବେ ବି ମନେ ପଡ଼ିଗଲେ ଆଖି ସାମ୍ନାରେ ନାଚିଗଲେ ଥରି ଉଠେ ଛାତି, ଟାଙ୍କୁରୁ ଉଠେ ଲୋମ। ଆଜିକୁ ଠିକ୍ 26 ବର୍ଷ ତଳେ ଏକ ବଡ଼ ବିପଦକୁ ସାମ୍ନା କରିଥିଲା ଓଡ଼ିଶା। 1999 ମସିହା ଅକ୍ଟୋବର 29 ତାରିଖ। ଓଡ଼ିଶାବାସୀ କେବେ ବି ଭୁଲି ପାରିବେନି ଏହି ଦିନଟିକୁ। ଓଡ଼ିଶାବାସୀକୁ ଗ୍ରାସ କରିଥିଲା ପ୍ରଳୟଙ୍କରୀ ମହାବାତ୍ୟା। 1999 ମହାବାତ୍ୟା ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ଏହା ରଚିଥିଲା ତାଣ୍ଡବ ଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି 350 କିଲୋମିଟର ବେଗରେ ପବନ, ସମୁଦ୍ର ଜୁଆର ଏବଂ ବର୍ଷାର ଏକ ମିଳିତ ସଂହାର ଲୀଳା ଥରାଇଦେଲା ସମଗ୍ର ଉପକୂଳ ଓଡ଼ିଶାକୁ। ଘୁ ଘୁ ଗର୍ଜନ କରି ମାଡ଼ି ଆସୁଥିଲା ପବନ ଆଉ ଜୁଆର। ମୂଷଳ ଧାରାରେ ବର୍ଷୁଥିଲା ବର୍ଷା। ପ୍ରଖର ସୁଅରେ ପତ୍ର ପରି ଭାସି ଯାଉଥିଲା ମଣିଷ। ସବୁଆଡ଼େ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର। ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର। ପ୍ରାଣ ହରାଇଥିଲେ 15,000ରୁ ଅଧିକ ଲୋକେ। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଏବଂ ଭିତ୍ତିଭୂମିକୁ ପୁରା ଧ୍ୱଂସ ବିଧ୍ୱସ୍ତରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା। ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ। ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳିନଥିଲା। ଦୋହଲି ଯାଇଥିଲା ଓଡ଼ିଶାର ସାମାଜିକ ଏବଂ ଆର୍ଥିକ ମେରୁଦଣ୍ଡ। ଛାରକାର ହୋଇଯାଇଥିଲା ଉପକୂଳ। ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଦିନଗୁଡ଼ିକୁ ଭୁଲି ପାରିନାହାନ୍ତି। ଆଜି କାଲି ସେହି ବାତ୍ୟାକୁ ଓଡ଼ିଶା ସଫଳତା ସହ ମୁକାବିଲା କରି ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ପାଇଁ ଆଜି ଓଡ଼ିଶା ଜିରୋ କାଜୁଆଲିଟି ଏବଂ ସମୃଦ୍ଧ ଓଡ଼ିଶାରେ ପରିଗଣିତ ହୋଇ ଉଭା ହୋଇଛି। ଭଦ୍ରକ ଜିଲ୍ଲାରୁ ଶୁଭ୍ରଜିତ ପାଲଙ୍କ ରିପୋର୍ଟ, ଓଡ଼ିଶା 24 ଖବର।